ମୁଁ ଲକ୍ଷ୍ମୀ ନାରାୟଣ ବେହେରା ମୋର ଘର ଅନ୍ନପୂର୍ଣ୍ଣା ନଗର କାନାଡ଼ା ବ୍ୟାଙ୍କ ପାଖରେ। ମୁଁ ଜଣେ ସଦସ୍ୟ ଅଛି ଟ୍ରଷ୍ଟର କେହି କମିଟି ନେଇ ସମସ୍ତ ସଦସ୍ୟ ନେଇଥିଲେ କାମ ଚାଲୁଛି। ଯାହାର କିଛି ଫଣ୍ଡସ୍ ନାହିଁ କୌଣସି ଗୋଟେ ତାର କେତେଜଣ ଆମର ଗ୍ରାମର ସମସ୍ତ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହେଉଛି। ଯାହା ଠାକୁରଙ୍କ ସବୁ ଠାକୁରଙ୍କ ଇଚ୍ଛାରେ ହେଉଛି। ଅଧିକାଂଶ ସକାଳୁ ଭର୍ଷଣ ଚାଲିଛି। ସକାଳୁ 2ଟା 2:30 ପର୍ଯ୍ୟନ୍ତ ଭର୍ଷଣ ବାବା ଧବଳେଶ୍ୱରଙ୍କର ଭର୍ଷଣ ଚାଲିଛି। ତାପରେ ସନ୍ଧ୍ୟା ସମୟରେ ଆଳତି ଆରମ୍ଭ ହେଲା। ଆଳତି ହେଉଛି। ତାପରେ ରାତି 10ଟା ପରେ ଆମର ଯାହା ଭୋଗ ହେବା କଥା ନିହାତି ଆମର ଯାଜପୁର ଜିଲ୍ଲା ଏବଂ ଭଦ୍ରକ ଜିଲ୍ଲାରେ କେଉଁଠି ଧବଳେଶ୍ୱର ମନ୍ଦିର ନାହିଁ। ଆମ ଗ୍ରାମରେ ଇଏ ବର୍ତ୍ତମାନ ଆମର ଗୋଟିଏ ସ୍ଥାନରେ ଅନ୍ନପୂର୍ଣ୍ଣା ନଗର ସ୍ଥିତ ଏ ଧବଳେଶ୍ୱର ମନ୍ଦିର, ଯାହାର ପ୍ରତିଷ୍ଠାତା ଥିଲେ ସୂର୍ଯ୍ୟମଣି ପାଣିଗ୍ରାହୀ। ସିଏ ଦୀର୍ଘ 35 ବର୍ଷ ହେବ ସେ ପ୍ରତିଷ୍ଠା କରି 2-3 ବର୍ଷ ପରେ ସେ ଦେହତ୍ୟାଗ କରିଗଲେଣି। ଯାହା ହଉ ଆମମାନଙ୍କର ଏଇ ଗ୍ରାମର ସବୁ ପିଲାମାନେ ଯୁବକ ଇଏ ସବୁ ମିଶିକି ଯାହାହେଲେ ଚାଲିଛି ଏ କାର୍ଯ୍ୟକ୍ରମ ଚାଲୁଛି। ଏଙ୍କର ବଡ଼ ଓଷାଟା ସବୁଠାରୁ ବଡ଼ ଓଷାଟା କାର୍ଯ୍ୟକ୍ରମ ହୁଏ। ଖାଇବା ପିଇବା ବହୁତ ଲୋକଙ୍କର ସମାଗମ ହୁଏ। ଖାଇବା ପିଇବା ଅନ୍ନ ଭୋଗ କରାଯାଏ। କିନ୍ତୁ ବର୍ତ୍ତମାନ ଜାଗରର ଆମର ଯାହା ହାରାହାରି 300, 400, 500 ଲୋକ ଅଛି। 3-4 ଖଣ୍ଡ ଗାଁ ଗ୍ରାମ ପ୍ରାୟତଃ ସବୁ ଆମର ଶୈବ ମନ୍ଦିର ଅଛି। କେବଳ ବାବା ଧବଳେଶ୍ୱର ମନ୍ଦିର ରାସ୍ତା ପାଖରେ ବହୁତ ଜଣ ହର ହର ମହାଦେବ ସତ୍ୟବ୍ରତ ପାଣିଗ୍ରାହୀ ଧବଳେଶ୍ୱର ମନ୍ଦିରର ପୂଜକ। ସକାଳୁ ସମସ୍ତ ପ୍ରକାର ନୀତିକାନ୍ତି ଯେଉଁଟାକି ସୂର୍ଯ୍ୟ ପୂଜା ସହିତ କଳସ ପୂଜା ଇତ୍ୟାଦି ସହିତ ପରେ ପୁଣି ମହାଦୀପ ହେବ ରାତିରେ। ଭଦ୍ରକ ଜିଲ୍ଲାର ଗୋଟିଏ ମନ୍ଦିର ଯେଉଁଟାକି ଧବଳେଶ୍ୱର ମନ୍ଦିର। ମିନିମମ୍ 3-4 ହଜାର ଲୋକ ଆସନ୍ତି। କଳସ ପୂଜା ହୁଏ, ଠାକୁରଙ୍କୁ ସ୍ନାନ କରାଯାଏ, ମହାସ୍ନାନ କରାଯିବ, ଆଉ ଅଭିଷେକ ବି କରାଯାଏ।